ସହିତ ବ୍ରହ୍ମଣୀ ସତ୍ୟ ଏଣୁ ଅକାରଣେ ସ୍ୱାସ୍ଥ୍ୟ ମୋର ହୁଏ ହାନି। ଆପଣ ଚିନ୍ତା କରନ୍ତୁନି ସ୍ୱାମୀ। କି କରିବି କି କରିବି ନ ପାରିବୁ ବୁଝି ଏଣୁ ମନ ମୋର ହୁଏ ରାଣୀ। ଆପଣ ଧୈର୍ଯ୍ୟ ଧରନ୍ତୁ ସ୍ୱାମୀ, ଆପଣ ଧୈର୍ଯ୍ୟ ଧରନ୍ତୁ। ଅଳ୍ପ ଦିନରେ ତୁମେ ସୁସ୍ଥ ହେଇଯିବ ସ୍ୱାମୀ, ସୁସ୍ଥ ହେଇଯିବ। ଶୁଣ ରାଣୀ ମଣି ମୋ ପ୍ରାଣ ସଙ୍ଗିନୀ ସରି ସରି ଯାଏ ଦିନ ବାର ଯିବି ଏକା କରି ମୋ ପ୍ରାଣ ଚାକରି দোষে ছাড়িন রাজ্য ভার করি দেবু ক্ষমা সুখ ন পাইলু কেবে জমা। যতনরে গড়িଥିଲି নীর দেখিଥିଲି কেতে সুখ স্বপ্ন ঝিও দিবা দেবী সন্ন্যাস মুনেবি পুত্র হস্তে দেই সিংহাসন হেলা ও কারণ অকারে নেউছি জন্তুরার। ମୁଁ କେତେ ଯେ ସ୍ୱପ୍ନ ଦେଖିଥିଲି ମୋ ପୁଅ ପ୍ରମୋଦକୁ ରାଜ୍ୟ ଭାର ଅର୍ପଣ କରିବି ଆଉ ମୋ ଝିଅ ପଦ୍ମାବତୀକୁ ବିବାହ କରିବି ଆଉ ମୁଁ ସନ୍ନ୍ୟାସ ବ୍ରତ ଅବଲମ୍ବନ କରିବି କିନ୍ତୁ ମୋ ଭାଗ୍ୟରେ ନାହିଁ। ସ୍ୱାମୀ ଆପଣ ରାଜା, ଧର୍ମ ଅବସର ନ୍ୟାୟ ବିଚାର କରିବା ରାଜାର କର୍ତ୍ତବ୍ୟ ସ୍ୱାମୀ, ରାଜାର କର୍ତ୍ତବ୍ୟ। ହଁ ରାଣୀ ତୁମେ ତ ମହାନ ରାଣୀ। ହଁ ସ୍ୱାମୀ, ତୁମ ଭଳି ସ୍ତ୍ରୀ ପାଇ ମୁଁ ଆଜି ଗର୍ବ ଅନୁଭବ କରୁଛି କାରଣ ଯେତେବେଳେ ମୋ ପୁଅ ପ୍ରମୋଦକୁ ହୋଇଥିଲା ମାତ୍ର 4 ବର୍ଷ ଆଉ ମୋ ଝିଅ ପଦ୍ମାବତୀ ସେ କୋଳରେ କୁଆ ନାମ ଦେଉଥିଲା ସେତେବେଳେ ତା ମା ଚାଲି ଯାଇଥିଲେ ଆର ପାରିକୁ। ସେ ସମୟରେ ତମେ ଆସି ନିଜେ ଯଶୋଦା ସାଜି ହଁ ସ୍ୱାମୀ, କେତେ ଯେ ଯତ୍ନ କରିଛ, କେତେ ସ୍ନେହ ମମତା ଦେଇଛ। ମୋ ପୁତ୍ର ଆଉ କନ୍ୟାକୁ ତମେ
কেতে লালন পালন করিছ ମୁଁ ତ ଏ ଋଣ ମାର କର୍ତ୍ତବ୍ୟ କରିଛି ସ୍ୱାମୀ, ଗୋଟିଏ ମାର କର୍ତ୍ତବ୍ୟ ହଁ। କରିଛି। ଏ ଋଣ କେବେ ହେଲେ ସୁଝି ପାରିବିନି। ଯଦି ଭଗବାନ କରନ୍ତି ଆର ଜନ୍ମରେ ଯଦି ତୁମର ଆଉ ମୋର ଭେଟ ହେବ ତାହେଲେ ମୁଁ ତୁମର ଋଣ ସୁଝି ପାରିବି ରାଣୀ। ତୁମେ କଣ କହୁଛ ସ୍ୱାମୀ? ଆପଣଙ୍କ କିଛି ହବନି, ସ୍ୱାମୀ। ଆପଣ ମୋଟେ ଚିନ୍ତା କରନ୍ତୁନି ସ୍ୱାମୀ, ଆପଣ ମୋଟେ ଚିନ୍ତା କରନ୍ତୁନି। ସ୍ୱାମୀ, ଲଳିତା ପକ୍ଷରେ ନ୍ୟାୟ ନ ରହିଲା ବୋଲି ତୁରା ଚାଇଲେ ତୁମକୁ ଦେଉଅଛି ଅଭିଶାପ ସ୍ୱାମୀ, ହଁ ରାଣୀ ଦେଉଅଛି ଅଭିଶାପ। ହଁ ହେଲେ ସ୍ୱାମୀ, ସେଇ ଦିନ ବିଚାରରେ ହୋଇନାହିଁ ତ୍ରୁଟି। ନ୍ୟାୟରେ ନଥିଲେ କେବେ ନ ଫଳିବ ଅଭିଶାପ ସ୍ୱାମୀ, କେବେ ନ ଫଳିବ ଅଭିଶାପ ସ୍ୱାମୀ। ହଁ ରାଣୀ ଦୁଃଖ ସୁଖ ମଣିଷର ସାଥୀ, ତେଣୁ ଦୁଃଖରେ ଭାଙ୍ଗି ପଡ଼ିବା ନୁହଁ ଉଚିତ ସ୍ୱାମୀ, ନୁହଁ ଉଚିତ କଣ କରିବି ରାଣୀ? ସ୍ୱାମୀ। ଧୀରେ ଧୀରେ ମୁଁ ଯେ ଅତିକ୍ରାନ୍ତ ହେଇଯାଉଛି, ରୁଗ୍ନରୁ ରୁଗ୍ନ ହେଇଯାଉଛି। ମୋ ଦେହ କେବେ ଉନ୍ନତି ହେଉନି। ହେଲେ ମୁଁ ଆଉ କଣ କରିବି? ଆପଣ ଧୈର୍ଯ୍ୟ ଧରନ୍ତୁ ସ୍ୱାମୀ, ରାଜା କ୍ରୋଧ କରୁଛନ୍ତି ଚେଷ୍ଟା। ଅଳ୍ପ ଦିନରେ ତୁମେ ହେବ ସୁସ୍ଥ ସ୍ୱାମୀ, ଅଳ୍ପ ଦିନରେ ତୁମେ ନିଶ୍ଚୟ ସୁସ୍ଥ ହେବ। ଜୟ ସୁସ୍ଥ ହେବି। ହଁ ସ୍ୱାମୀ, ନିଶ୍ଚୟ ସୁସ୍ଥ ହେବ ସ୍ୱାମୀ। ସ୍ୱାମୀ, କୁହ ମୁଁ ଶୁଣିଛି ଆମ ରାଜ୍ୟରେ ଜଣେ ତ୍ରିକାଳିଦର୍ଶୀ ବାବା ଅଛନ୍ତି। ମୁଁ ଯଦି ଆପଣଙ୍କ ଆରାଧ୍ୟ ପାଇଁ ତାଙ୍କୁ ଦେଖା କରନ୍ତି, ତେବେ ମୋର ବିଶ୍ୱାସ କିଛି ବି ସୁମଙ୍ଗଳ ମିଳନ୍ତା ସ୍ୱାମୀ। ବାର ମାସରେ 13 ଯାତ୍ରା, 13 ପର୍ବ ମାନି ମାନି ଭୋକ ଉପାସରେ ରହି ରହି ତୁମର ଦେହ ଯେ କେତେ କ୍ଷୀଣ ହେଲାଣି ତମେ କଣ ଜାଣିପାରୁଛ ରାଣୀ? ମୁଁ ସବୁ ଜାଣିଛି ସ୍ୱାମୀ, ଜାଣିଛ? ସବୁ ଜାଣିଛି। ପୁଅ ଝିଅ ସ୍ୱାମୀର ଜୀବନ ପାଇଁ ମୁଁ ସବୁ କରିବାକୁ ପ୍ରସ୍ତୁତ। ହଁ ସ୍ୱାମୀ, ମୁଁ ସବୁ କରିବାକୁ ପ୍ରସ୍ତୁତ। ତାହେଲେ ତୁମେ ସେଇ ବାବାଙ୍କ ଦର୍ଶନ ପାଇଁ ମୋ ପାଇଁ ଯିବ? ହଁ ସ୍ୱାମୀ, ଆପଣ ମୋଟେ ଚିନ୍ତା କରନ୍ତୁନି ସ୍ୱାମୀ, ଆପଣ ମୋଟେ ଚିନ୍ତା କରନ୍ତୁନି, ଆପଣ ବହୁତ ଶୀଘ୍ର ଭଲ ହେଇଯିବେ। ମୋତେ ଅନୁମତି ଦିଅନ୍ତୁ ସ୍ୱାମୀ, ମୁଁ ବାବାଙ୍କ ପାଖକୁ ଯିବି। ଠିକ ଅଛି ରାଣୀ, ଯାହା ତୁମର ଇଚ୍ଛା। ହେଲେ ତମେ ତ ଦିନ ସାରା ପୁଅ ଝିଅଙ୍କର ସେବା କରି କରି ଅତିକ୍ରାନ୍ତ ହୋଇଯାଇଛ। ଚାଲ ଆଜି ଟିକେ ବିଶ୍ରାମ ନେବ, ସକାଳେ ଉଠି ପୁଣି ବାବାଙ୍କ ଦର୍ଶନ ପାଇଯିବ। ସ୍ୱାମୀ, ଚାଲ ଚାଲନ୍ତୁ ସ୍ୱାମୀ।